ଭାରतर ରାଜଧାନୀ ଦିଲ୍ଲୀ ଯେଉଁଠାରେ ଘଟିଥିଲା ଏମିତି ଏକ ଘଟଣା ଯେଉଁଥିରୁ ଅତି ନିର୍ମମ ଭାବରେ ଘଟିଥିବା ନିର୍ଭୟା କାଣ୍ଡର ଝଲକ ପୁଣି ଥରେ ଦେଖିବାକୁ ମିଳିଥିଲା। ସେହି ନିର୍ଭୟା କାଣ୍ଡ ଯାହା ପୁରା ଦେଶକୁ ଦୋହଲେଇ ଦେଇଥିଲା। 11 ଅକ୍ଟୋବର 2024ରେ ନିର୍ଭୟା ଘଟଣାର ପୁନରାବୃତ୍ତି ଘଟିଥିଲା ଏବଂ ଦେଶର ଲୋକଙ୍କ ହୃଦୟକୁ ଦୋହଲାଇ ଦେଇଥିଲା। ଚାଲନ୍ତୁ ଜାଣିବା ପୁରା ଘଟଣା ବିଷୟରେ। 11 ଅକ୍ଟୋବର 2024 ରାତି ପ୍ରାୟ 3:15 ପାଖାପାଖି ସାଉଥ ଦିଲ୍ଲୀର ସରାଇକଲେ ଖାନ ଏରିଆ ଦେଇ ଜଣେ ନୌସେନା ଅଧିକାରୀ ଯାଉଥିଲେ। ସେ ସେଠାରେ ଜଣେ ରେଡ୍ କୁର୍ତ୍ତା ପିନ୍ଧିଥିବା ଝିଅ ଚାଲିକି ଯାଉଥିବାର ଦେଖିଥିଲେ ଏବଂ ସେ ମାର୍କ କରିଥିଲେ ସେ ଝିଅ ଦେହରେ ଅଧା କପଡ଼ା ନାହିଁ ଏବଂ ତା ପାଖକୁ ଯାଇ ଦେଖିବା ପରେ ତା ପ୍ରାଇଭେଟ୍ ପାର୍ଟରୁ ରକ୍ତ ବାହାରୁଥିବାର ସେ ନଜର କରିଥିଲେ, ଯାହାପରେ ସେ ତୁରନ୍ତ ପୋଲିସ କଣ୍ଟ୍ରୋଲ ରୁମ୍କୁ କଲ୍ କରିଥିଲେ ଏବଂ ସେଠାରେ ପୋଲିସ ପହଞ୍ଚିଥିଲା, ଯାହାପରେ ପୋଲିସ ସେ ଝିଅକୁ ନେଇ ଏମ୍ସ ମେଡିକାଲରେ ଭର୍ତ୍ତି କରିଥିଲା। ଡକ୍ଟର ସେ ଝିଅକୁ ଭଲ ଭାବରେ ଚେକ୍ କରିବା ପରେ ଜଣାପଡ଼ିଥିଲା ତା ସହିତ ଗଣ ଦୁଷ୍କର୍ମ କରାଯାଇଛି, ଯାହାପରେ କେସ୍ ରେଜିଷ୍ଟର କରାଯାଇ ଇନଭେଷ୍ଟିଗେସନ ଆରମ୍ଭ କରାଯାଏ। ସେ କିଏ, ତା ସହିତ ଏମିତି କିଏ କରିଛି, ତାଠାରୁ ପୋଲିସ ସବୁ କିଛି ଜାଣିବାକୁ ଚାହିଁଥିଲା। ମାତ୍ର ସେ ଝିଅର ମାନସିକ ସ୍ଥିତି ପୁରା ଖରାପ ଥିଲା ଏବଂ ସେ କିଛି ମଧ୍ୟ ଉତ୍ତର ଦେବା ଅବସ୍ଥାରେ ନଥିଲା। ପୋଲିସ ପାଇଁ ଏହି କେସ୍ ବହୁତ ହି ଚ୍ୟାଲେଞ୍ଜିଂ ହୋଇଯାଇଥିଲା। ପୋଲିସ ବୁଝିପାରିନଥିଲା ନିଜର ଇନଭେଷ୍ଟିଗେସନ କେଉଁଠାରୁ ଆରମ୍ଭ କରିବ, କାରଣ ସେ ଝିଅ କିଛି ମଧ୍ୟ କହିବା ଅବସ୍ଥାରେ ନଥିଲା। ଯାହାପରେ ଜଣେ ଲେଡି ପୋଲିସ ଅଫିସର ନିଜକୁ ସୋସିଆଲ ୱାର୍କର ବୋଲି ପରିଚୟ ଦେଇ ସେ ଝିଅ ପାଖକୁ ଯାଇଥିଲା ଏବଂ ତାର କେୟାର ନେବା ଆରମ୍ଭ କରିଥିଲା, ଯାହାପରେ ସେ ଝିଅ ଲେଡି ପୋଲିସ ଅଫିସର ଉପରେ ବିଶ୍ୱାସ କରିଥିଲା ଏବଂ ତା ସହିତ କଥା ହେବା ଆରମ୍ଭ କରିଥିଲା ଏବଂ ଜଣାପଡ଼ିଥିଲା ସେ ଝିଅ ଓଡ଼ିଶାର ଅଟେ। ପରେ ଲେଡି ପୋଲିସ ଅଫିସର ସେ ଝିଅ ସହିତ ତାର ମାତୃଭାଷା ଓଡ଼ିଆରେ ତା ସହିତ କଥା ହେବା ଆରମ୍ଭ କରିଥିଲା। ଧୀରେ ଧୀରେ ସେ ଝିଅ ଲେଡି ପୋଲିସ ଅଫିସରଙ୍କୁ ନିଜ ବିଷୟରେ ଇନଫର୍ମେସନ ଦେବା ଆରମ୍ଭ କରିଥିଲା। ସେ ଝିଅ ଭୁବନେଶ୍ୱରରେ ଉତ୍କଳ ୟୁନିଭର୍ସିଟି ଅଫ୍ କଲଚରରୁ ସୋସିଆଲ ୱାର୍କରେ ପୋଷ୍ଟ ଗ୍ରାଜୁଏସନ କରିଛି, ଯେଉଁ କୋର୍ସ ସମାଜ ସେବା ପାଇଁ କରାଯାଏ। ତାର ବୟସ 34 ବର୍ଷ। ତାର ବହୁତ ଡେଭଲପମେଣ୍ଟାଲ ଅର୍ଗାନାଇଜେସନରେ ମଧ୍ୟ କଣ୍ଟ୍ରିବ୍ୟୁସନ ଥିଲା। ସେ କଳିଙ୍ଗ ନେଟୱାର୍କରେ ଯେଉଁ ଲୋକମାନେ HIV ବା ଏଡ୍ସ ସହିତ ବଞ୍ଚିଛନ୍ତି ସେମାନଙ୍କ ପାଇଁ ରିସର୍ଚ୍ଚ ଫେଲୋ ଭାବରେ ମଧ୍ୟ କାମ କରୁଥିଲା। ୱିମେନ୍ ପାୱାର ଫର୍ ସାନିଟେସନ ଆୱାରନେସରେ କମ୍ୟୁନିଟି ଲିଡର ଥିଲା ଏବଂ ସେ ପୁରୀର ୱାନ୍ ଷ୍ଟପ୍ ସେଣ୍ଟରର କାଉନସିଲର ମଧ୍ୟ ଥିଲା। ତାର ସୋସିଆଲ ସେକ୍ଟରରେ 8 ବର୍ଷରୁ ଅଧିକ ବର୍ଷ ଏକ୍ସପିରିଏନ୍ସ ଥିଲା। ସେ 9 ମେ 2024ରେ ନିଜ ପରିବାର ଲୋକଙ୍କୁ ନ ଜଣେଇ ଦିଲ୍ଲୀ ଚାଲି ଆସିଥିଲା, ଯାହାପରେ ଦିଲ୍ଲୀରେ ଥିବା ତା ସାଙ୍ଗ ଘରେ ରହୁଥିଲା। କିନ୍ତୁ ତା ସାଙ୍ଗର ତା ପ୍ରତି ବ୍ୟବହାର ବଦଳିବାକୁ ଲାଗିଥିଲା, ଯାହାପରେ ସେଠାରେ ରହିବା ତାକୁ ଠିକ୍ ଲାଗିଥିଲା ଏବଂ ପରେ ସେ କିଶନ ନଗର ଏରିଆକୁ ଚାଲି ଆସିଥିଲା ଏବଂ ସେ ସେଠାରେ ରହି ନିଜ ସୋସିଆଲ ୱାର୍କ ଜାରି ରଖିଥିଲା। ମାତ୍ର ଏହା ଭିତରେ ହଠାତ୍ ତା ମାନସିକ ସ୍ଥିତି ଖରାପ ହେବାକୁ ଲାଗିଲା, ଯାହାପରେ ସେ କିଶନ ନଗର ଏରିଆ ଛାଡ଼ି ଦେଇଥିଲା ଏବଂ ନୂଆ ନୂଆ ଜାଗାରେ ରହିବା ଆରମ୍ଭ କରିଥିଲା, ଯେମିତିକି ବସଷ୍ଟପ୍, ଓଭରବ୍ରିଜ, ରେଲୱେ ଷ୍ଟେସନ କିମ୍ବା ଓଭରବ୍ରିଜ ପାଖ ଫୁଟପାଥ। ତାର ପରିବାର ଲୋକ ମଧ୍ୟ 9 ଜୁନ 2024ରେ ପୁରୀର କୁମ୍ଭାରପଡ଼ା ଥାନାରେ ତାର ମିସିଂ ହେବା କେସ୍ ରେଜିଷ୍ଟର କରିଥିଲେ। 11 ଅକ୍ଟୋବର 2024ରେ ରାତି 9ଟା ପାଖାପାଖି ସେ ITO ରାଜଘାଟ ପାଖରେ ଥିଲା। ନରେଲାରେ ରହୁଥିବା 32 ବର୍ଷୀୟ କବାଡ଼ିବାଲା ପ୍ରମୋଦ ଏବଂ ଗାନ୍ଧୀନଗରରେ ରହୁଥିବା 29 ବର୍ଷୀୟ ଭିକାରୀ ମହମ୍ମଦ ଶମସୁଲ, ଯିଏ ପୋଲିଓ ପାଇଁ ଫିଜିକାଲି ଚ୍ୟାଲେଞ୍ଜ ଥିଲା, ତାଙ୍କର ନଜର ସେ ଝିଅ ଉପରେ ପଡ଼ିଥିଲା। ସେମାନେ ପରସ୍ପରକୁ ଜାଣିନଥିଲେ, ମାତ୍ର ସେ ଦୁଇ ଜଣ ସେ ଝିଅକୁ ଦେଖି ତାକୁ ସେକ୍ସୁଆଲି ଆସଲ୍ଟ କରିବାକୁ ନିଷ୍ପତ୍ତି ନେଇଥିଲେ, କାରଣ ସେ ଝିଅ ତାଙ୍କୁ ମାନସିକ ସ୍ତରରେ ଅସୁସ୍ଥ ଲାଗିଥିଲା। ସେ ଦୁଇ ଜଣ ତାକୁ ସୁନସାନ ଏରିଆକୁ ଜବରଦସ୍ତି ନେଇଥିଲେ ଏବଂ ତା ସହିତ ଅତି ନିର୍ମମ ଭାବରେ ଦୁଷ୍କର୍ମ କରିଥିଲେ। ସେହି ସମୟରେ କୋଟଲା ମୁବାରକପୁରରେ ରହୁଥିବା ଜଣେ 28 ବର୍ଷୀୟ ଅଟୋ ଡ୍ରାଇଭର ପ୍ରଭୁ ମେହତୋ ସେମାନଙ୍କୁ ଦେଖିଥିଲା। ସେ ଏହାର ବିରୋଧ ନକରି ନିଜେ ମଧ୍ୟ ଏହି ଦୁଷ୍କର୍ମରେ ସାମିଲ ହୋଇଥିଲା, ଯାହାପରେ ପ୍ରଭୁ ମେହତୋ ସେ ଝିଅକୁ ଫୋର୍ସଫୁଲି ଅଟୋରେ ଭର୍ତ୍ତି କରିଥିଲା ଏବଂ ସରାଇକାଲେ ଖାନ ଏରିଆ ଆଡ଼କୁ ଯାଇଥିଲା। ପରେ ରୋଡ୍ ସାଇଡ୍ରେ ଅଟୋ ପାର୍କ କରି ପୁଣି ଥରେ ସେ ଝିଅ ସହିତ ଦୁଷ୍କର୍ମ କରିଥିଲା ଏବଂ ତାକୁ ସେଠାରେ ଫୋପାଡ଼ି ଚାଲି ଯାଇଥିଲା। ଲେଡି ପୋଲିସ ଅଫିସର ସେ ଝିଅର ବିଶ୍ୱାସ ଜିତିବା ପରେ ଜାଣିବାକୁ ପାଇଥିଲେ ଜଣେ ଅଟୋ ଡ୍ରାଇଭର ଏବଂ ଜଣେ ଠିକ୍ରେ ଚାଲିପାରୁନଥିବା ଲୋକ ଏଥିରେ ସାମିଲ ଅଛନ୍ତି, ଯାହାପରେ ପୋଲିସ 10ଟି ଟିମ୍ ତିଆରି କରି ଇନଭେଷ୍ଟିଗେସନ ଆରମ୍ଭ କରିଥିଲା। ସାଉଥ ଏବଂ ନର୍ଥ ଦିଲ୍ଲୀର 700 CCTV କ୍ୟାମେରା ଚେକ୍ କରାଯାଇଥିଲା, ଯାହାପରେ 10 ଅକ୍ଟୋବରରେ ସେ ଝିଅ ଓଲ୍ଡ ଦିଲ୍ଲୀ ରେଲୱେ ଷ୍ଟେସନରେ ରାତି 10:14ରେ ଏକ୍ଜିଟ୍ କରିବାର ଫୁଟେଜ ଦେଖିବାକୁ ମିଳିଥିଲା। ତା ଆଗକୁ ରାସ୍ତା ଟେକ୍ନିକାଲ ସର୍ଭେଲାନ୍ସ ସାହାଯ୍ୟରେ ଚେକ୍ କରିବା ପରେ ପୋଲିସ ସେ ଅଟୋ ଡ୍ରାଇଭର ପାଖରେ ପହଞ୍ଚିଥିଲା, ଯିଏ ସେ ଝିଅ ସହିତ ଦୁଷ୍କର୍ମ କରିଥିଲା। ଏଥିପାଇଁ ପୋଲିସକୁ 21 ଦିନ ଲାଗିଯାଇଥିଲା, ଯାହାପରେ 30 ଅକ୍ଟୋବରରେ ଅଟୋ ଡ୍ରାଇଭର ପ୍ରଭୁ ମେହତୋକୁ କୋଟଲା ମୁବାରକପୁର ପାଖରେ ଆରେଷ୍ଟ କରାଯାଇଥିଲା। ନଭେମ୍ବର 2ରେ ପ୍ରମୋଦକୁ ଏବଂ ନଭେମ୍ବର 4ରେ ମହମ୍ମଦ ଶମସୁଲକୁ ପୋଲିସ ଆରେଷ୍ଟ କରିଥିଲା। ପରେ ଇଣ୍ଟରୋଗେସନ ସମୟରେ ସେ 3 ଜଣ ସବୁ କିଛି କନଫେସ୍ କରିଥିଲେ
ଏବଂ ନିଜର ଦୋଷ ମାନି ନେଇଥିଲେ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ମଧ୍ୟ ଦିଲ୍ଲୀ ସରକାର ଏବଂ ପୋଲିସ ସହିତ ଏହି ସମ୍ପର୍କରେ କଥା ହେଇଥିଲେ ଏବଂ ଏହା ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ରିକ୍ୱେଷ୍ଟ ମଧ୍ୟ କରିଥିଲେ। ଯାହାପରେ ପୋଲିସ ସେମାନଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା BNSର ସେକ୍ସନ 70(1) ଏବଂ 115 ରେଜିଷ୍ଟର କରିଥିଲା। ସେ ଝିଅର ବର୍ତ୍ତମାନ ଏମ୍ସ ମେଡିକାଲରେ ସ୍କିଜୋଫ୍ରେନିଆ ଟ୍ରିଟମେଣ୍ଟ ଚାଲିଛି। ନିର୍ଭୟା କେସ୍ରେ ଦୋଷୀକୁ ଫାଶୀ ଦଣ୍ଡାଦେଶ ଦିଆଯାଇଥିଲା। ଏହି ଘଟଣା ମଧ୍ୟ ନିର୍ଭୟା କେସ୍ରୁ କିଛି କମ୍ ନୁହେଁ। ଆମେ ଆଶା କରୁଛୁ ଆମର ନ୍ୟାୟ ବ୍ୟବସ୍ଥା ନିଶ୍ଚିନ୍ତ ଭାବରେ ଏହି ଅପରାଧ ପାଇଁ ଅପରାଧୀକୁ କଠୋର ଦଣ୍ଡ ଦେବ। ଆଜିର ଭିଡ଼ିଓ ତ ଏତିକି। ଯଦି ଆପଣମାନଙ୍କୁ ଭିଡ଼ିଓଟି ଭଲ ଲାଗିଛି ତ ଭିଡ଼ିଓଟିକୁ ଲାଇକ୍ ଏବଂ ସେୟାର କରନ୍ତୁ। ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଜମା ବି ଭୁଲନ୍ତୁନି। ଧନ୍ୟବାଦ।